ଜଣେ ଗୁଣ୍ଡା ମନ୍ଦିରରେ ଜ୍ୟୋତିଙ୍କୁ କହିବେ ଏଇ ସାଇଟ୍ ହ ଏବଂ ସେ ଜ୍ୟୋତିଙ୍କୁ ଖରାପ ବ୍ୟବହାର କରିବେ ଅନ୍ୟମାନଙ୍କ ସହିତ। ତାପରେ ସେ ଜ୍ୟୋତିଙ୍କ ଉପରେ ହାତ ପକାଇବାକୁ ଯାଉଥିବେ ଏବଂ ଜ୍ୟୋତି ପୁରା ରାଗରେ କଡ଼ମଡ଼ ହୋଇ ସେ ଗୁଣ୍ଡାକୁ ଅନେଇଥିବେ। ଠିକ୍ ସେତିକିବେଳେ ଏକ ମାଠିଆକୁ ସେ ଗୁଣ୍ଡାର ମୁଣ୍ଡରେ ମାଡ଼ କରିବେ ଜଣେ ପଛପଟୁ ବ୍ୟକ୍ତି ଏବଂ ଧୂଆଁରେ ଜ୍ୟୋତି ନିଜ ଆଖି ବନ୍ଦ କରିଦେବେ। ତାପରେ ଯେତେବେଳେ ଗୁଣ୍ଡାକୁ କଷ୍ଟ ହେବ ଏବଂ ସେ ପଛକୁ ବୁଲି ଚାହିଁବ ସେତେବେଳେ ଜଣେ ନୂଆ ଲୋକଙ୍କ ଆବିର୍ଭାବ ହେବ, ଜଣେ ୟଙ୍ଗ ଲୋକ। ତାପରେ ସେ ୟଙ୍ଗ ଲୋକ ଜଣେ ପୋଲିସ ହେଇଥିବେ ଯିଏକି ସେଠାରେ ଥିବା ସମସ୍ତ ଗୁଣ୍ଡାଙ୍କୁ ଉତ୍ତମ ମଧ୍ୟମ ଛେଚିବେ, ତାଙ୍କୁ ବାଡ଼େଇବେ, କିଛି ଲୋକଙ୍କୁ ତଳେ ପକାଇଦେବେ ଯେଉଁମାନେ ସେ ମନ୍ଦିରରେ ଥିବା ଲୋକମାନଙ୍କ ସହିତ ଖରାପ ବ୍ୟବହାର କରୁଥିବେ ଏବଂ ତାପରେ ପୁରା ଆବିର୍ଭାବ ହେବେ ପୋଲିସ ବାବୁ ଜଣକ ଏବଂ ତାଙ୍କୁ ଦେଖି ଜ୍ୟୋତି ମନେ ମନେ ଖୁସି ହେବେ କାହିଁକି ନା ସେ ତାଙ୍କୁ ବଞ୍ଚାଇବାକୁ ଆସିବେ। ପୋଲିସ ବାବୁ ଜଣକ କହିବେ ତୁମେମାନେ ସ୍ତ୍ରୀ ଲୋକ ଏବଂ ଛୋଟ ପିଲାଙ୍କ ଉପରେ ହାତ ଉଠାଉଛ, ତା ମାନେ ତୁମମାନଙ୍କ ମଧ୍ୟରେ ଲଜ୍ଜା ବୋଲି କିଛି ନାହିଁ। ତୁମକୁ ଠିକ୍ କରିବା ପାଇଁ ମୁଁ ଆସିଛି। ତେବେ ଏହି ଲୋକଙ୍କ ସହିତ ଜ୍ୟୋତିଙ୍କର କି ସମ୍ପର୍କ ଦର୍ଶକ ବନ୍ଧୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।